ମନ୍ଦିର ବାହାରେ ବସିଥିବା ଭିକାରୀ ଝିଅ ସହିତ ଯାହା ହେଲା ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ସେଇଦିନ ଆକାଶରେ ବାଦଲ ଘୋଟି ଆସୁଥିଲା। ମଧ୍ୟାହ୍ନରେ ଖରା ହଠାତ୍ ଅଦୃଶ୍ୟ ହୋଇଗଲା। ପୁରୀର ସେଇ ପୁରୁଣା ମନ୍ଦିର ପାଖରେ ବଟ ଗଛଟି ହଠାତ୍ ଅନ୍ଧାର ହୋଇଗଲା। ପବନ ବେଗରେ ଗଛର ପତ୍ର ଗୁଡ଼ିକ ହଲିବାର ଶବ୍ଦ ହେଉଥିଲା, ଯେମିତି କେହି ହଜାର ହଜାର ବାଜା ବଜାଉଛନ୍ତି। ମନ୍ଦିର ସାମ୍ନାରେ ବସିଥିବା ଭିକାରୀମାନେ ଧୀରେ ଧୀରେ ସାଇତି କରି ନିଜ ଜିନିଷ ଗୋଟେଇବାକୁ ଲାଗିଲେ। ସେମାନଙ୍କ ମଧ୍ୟରେ ଗୋଟିଏ ଛୋଟ ଝିଅ ଥିଲା। ବୟସ 16ରୁ 17 ବର୍ଷ ହେବ। ନା ତାର ଚାନ୍ଦିନୀ। ତା ମୁହଁରେ ଧୂଳି ମଇଳା ତାର ସୌନ୍ଦର୍ଯ୍ୟକୁ ଢାଙ୍କି ଦେଇଥିଲା। କିନ୍ତୁ ତା ଆଖିରେ ଥିଲା ଏକ ଅଲଗା ଚମକ। ଯେମିତିକି ଏହି ପଥର ଉପରେ ବସି ଭିକ ମାଗୁଥିଲା ମଧ୍ୟ ତା ଭିତରେ କିଛି ଲୁଚା କଥା ମଧ୍ୟ ଥିଲା। ବର୍ଷା ଆରମ୍ଭ ହେଲା। ପ୍ରଥମ କେହି ବୁନ୍ଦା ମନ୍ଦିର ପଥର ଉପରେ ପଡ଼ି ଛିଟିକି ପଡ଼ିଲା। ପରେ ମୂଷଳ ଧାରାରେ ବର୍ଷା ଜୋରେ ହେଲା। ଲୋକେ ଦୌଡ଼ି ଦୌଡ଼ି ଆଶ୍ରୟ ନେଲେ। ଚାନ୍ଦିନୀ ହଠାତ୍ ଉଠିଲା। ତା ହାତରେ ଥିବା ଏକ ଛୋଟ ଟିଣ ବାକ୍ସକୁ ଛାତିରେ ଚାପି ଧରି ମନ୍ଦିର ବାରଣ୍ଡା ଆଡ଼କୁ ଦୌଡ଼ିଲା। ସେହି ସମୟରେ ମନ୍ଦିର ପରିସରରେ ଠିଆ ହୋଇଥିଲା ଜଣେ ଯୁବକ। ନୀଳ ଜିନ୍ସ ପ୍ୟାଣ୍ଟ, ସାଧା ସାର୍ଟ, ହାତରେ ଥିଲା ଏକ କ୍ୟାମେରା। ନାଁ ତାର ଥିଲା ସମୀର। ସେ ଜଣେ ଫଟୋ ସାମ୍ବାଦିକ। ମନ୍ଦିର ବର୍ଷା ଦିନରେ ଫଟୋ ଉଠାଇବା ପାଇଁ ଆସିଥିଲା ସେ। ବର୍ଷାରେ ପ୍ରଥମ ବୁନ୍ଦା ସହିତ ସେ କ୍ୟାମେରା ଫଟୋ ଉଠାଇଥିଲା। ପରେ ଦୌଡ଼ି ଯାଇ ବାରଣ୍ଡା ଭିତରକୁ ଆସିଲା। ସେଇଠି ତା ଆଖି ପଡ଼ିଲା ଚାନ୍ଦିନୀ ଉପରେ। ଓଦା ହୋଇ ଥରୁଥିବା ସେହି ଝିଅଟି ହାତରେ ଟିଣ ବାକ୍ସ ଧରି କାନ୍ଥ ସହିତ ଲାଗି ଛିଡ଼ା ହୋଇଥିଲା। ଥରୁଥିଲା ମଧ୍ୟ। ତା ମୁହଁରେ ବର୍ଷା ପାଣି ଝରି ପଡ଼ୁଥିଲା। ସମୀର କିଛି କ୍ଷଣ ତାକୁ ଦେଖିଲା। ତା ଭିତରେ କିଛି ଅଲଗା ଥିଲା। ଅନ୍ୟ ଭିକାରୀମାନଙ୍କ ସହିତ ସେ ଭିନ୍ନ ମଧ୍ୟ ଲାଗୁଥିଲା। ସେ ନିଜ ହାତ ବଢ଼ାଇ କାହା ଆଗରେ ଭିକ ମଧ୍ୟ ମାଗୁନଥିଲା। ସେ କେବଳ ଛିଡ଼ା ହୋଇ ବର୍ଷା ଆଡ଼େ ଚାହିଁ ରହିଥିଲା। ତା ଆଖିରେ କିଛି ଗଭୀର ଦୁଃଖ, କିଛି ପ୍ରଶ୍ନ ମଧ୍ୟ ଥିଲା। ସମୀର ଧୀରେ ଧୀରେ ତା ପାଖକୁ ଗଲା। ନିଜ ବ୍ୟାଗରୁ ଏକ ରୁମାଲ ବାହାରି କରି ତାକୁ ବଢ଼ାଇଲା। ନିଅ, ମୁହଁ ପୋଛି ଦିଅ, ଥଣ୍ଡା ଲାଗୁଥିବ ବୋଧେ। ଚାନ୍ଦିନୀ ତାକୁ ଦେଖିଲା। ତା ଆଖିରେ ଭୟ ଏବଂ ସନ୍ଦେହ, ଏବଂ ସେ ରୁମାଲ ନେଲା ନାହିଁ। ମୁଁ କିଛି ଖରାପ ଲୋକ ନୁହେଁ। ମୋ ନାଁ ସମୀର। ମୁଁ ଫଟୋ ସାମ୍ବାଦିକ। ଚାନ୍ଦିନୀ ଚୁପ୍ ରହିଲା। କିନ୍ତୁ ତା ଆଖିରେ ଭୟ କମିଗଲା। ସେ ରୁମାଲ ଧୀରେ ଧୀରେ ହାତକୁ ନେଲା, ମୁହଁ ପୋଛିଲା। ତୋର ନାଁ କ'ଣ? ଚାନ୍ଦିନୀ କିଛି ନ କହି ତାକୁ ଦେଖିଲା। ତାପରେ ଧୀରେ ଧୀରେ କହିଲା, ମୋ ନାଁ ଚାନ୍ଦିନୀ। ସେଇ ମାତ୍ର ଗୋଟିଏ ଶବ୍ଦ। ସେଇ ଶବ୍ଦରେ ଥିଲା ଏକ ଅଜଣା ମିଠାସ। ସମୀର ଅନୁଭବ କଲା ଯେ ଏଇ ଝିଅଟି ସାଧାରଣ ନୁହେଁ। ବର୍ଷା କମିଲା। ଆକାଶରେ ଖରା ବୋହିଲା। ଚାନ୍ଦିନୀ ତାଙ୍କୁ ରୁମାଲ ଫେରାଇ ଦେଲା। ଚୁପଚାପ ନିଜ ସ୍ଥାନକୁ ଫେରିଗଲା। ମନ୍ଦିର ଭିତରେ ସାମ୍ନାରେ ବସି ଚାନ୍ଦିନୀ ରହିଲା। ହାତରେ ବଢ଼ାଇଲା ଭିକ ମାଗିବା ପାଇଁ। ଆଉ ତା ଆଖିରେ ସେଇ ପ୍ରଶ୍ନ, ଯେମିତିକି ସେ କିଛି ଖୋଜୁଛି, କିଛି ହଜାଇ ବସିଛି। ସମୀର କିଛି କ୍ଷଣ ଛିଡ଼ା ହୋଇ ତାକୁ ଦେଖୁଥାଏ। ତାପରେ ଧୀରେ ଧୀରେ ସେଠାରୁ ଚାଲିଗଲା। କିନ୍ତୁ ତା ମନରେ ବସିଗଲା ସେଇ ଝିଅର ମୁହଁ ଏବଂ ସେଇ ଲୁଚା ଯନ୍ତ୍ରଣା। ପରଦିନ ସମୀର ପୁଣି ମନ୍ଦିର ପାଖକୁ ଗଲା। ତା ମନରେ ଥିଲା ଚାନ୍ଦିନୀ। ସେ ଜାଣିବାକୁ ଚାହୁଁଥିଲା ଯେ ଏଇ ଝିଅଟି କିଏ, କାହିଁକି ଭିକ ମାଗୁଛି, ତା ଆଖିରେ ସେଇ ଗଭୀରତା କାହିଁକି। ମନ୍ଦିର ପାଖରେ ପହଞ୍ଚି ଦେଖିଲା ଚାନ୍ଦିନୀ ସେଇଠି ବସିଛି। କିନ୍ତୁ ଆଜି ତା ପାଖରେ ଅନ୍ୟ ଭିକାରୀମାନେ ନାହାନ୍ତି। ଏକୁଟିଆ ବସିଥିଲା। ସମୀର ଧୀରେ ଧୀରେ ତା ପାଖକୁ ଗଲା। ନମସ୍କାର ଚାନ୍ଦିନୀ, ମୁଁ ସମୀର। ଗତକାଲି ବର୍ଷାରେ ଭେଟ ହୋଇଥିଲା। ଚାନ୍ଦିନୀ ତାକୁ ଦେଖିଲା। ଆଜି ତା ଆଖିରେ ଭୟ ନଥିଲା, କିନ୍ତୁ ଏକ ପ୍ରକାରର ସାବଧାନତା ଥିଲା। ମୁଁ ତୁମ ଫଟୋ ଉଠାଇ ପାରିବି କି? ସମୀର ପଚାରିଲା। ଚାନ୍ଦିନୀ ମୁଣ୍ଡ ହଲାଇଲା, ନା। ସେହି ସମୟରେ ସମୀର କହିଲା, ଠିକ୍ ଅଛି, ମୁଁ ଫଟୋ ଉଠାଇବି ନାହିଁ। କେବଳ ତୋ ସହିତ କଥା ହେବା ପାଇଁ ଚାହୁଁଛି। କଥା ହେଇପାରିବି କି? ଚାନ୍ଦିନୀ କିଛି କହିଲା ନାହିଁ। ସମୀର ତା ପାଖରେ ବସି ପଡ଼ିଲା। ଦୂରରୁ ମନ୍ଦିରର ଘଣ୍ଟି ବାଜୁଥିଲା। ଭକ୍ତମାନେ ଯାଉଥିଲେ, ଆସୁଥିଲେ। କେହି ଚାନ୍ଦିନୀ ଆଡ଼େ ଧ୍ୟାନ ଦେଉନଥିଲେ। ସେଦିନ ସେମାନଙ୍କ ପାଖରେ ଜଣେ ଭିକାରୀ ଅଦୃଶ୍ୟ ଥିଲା। କାରଣ ସମୀର ତା ପାଖରେ ବସିଥିଲା। ତୁ କେତେ ଦିନରୁ ଏଠି ଭିକ ମାଗୁଛୁ? ଚାନ୍ଦିନୀ କହିଲା, ବହୁତ ଦିନ। ତୋ ଘର କୁଆଡ଼େ? ଚାନ୍ଦିନୀ ଚୁପ୍ ରହିଲା। ତା ଆଖିରେ ଦୂର ଆକାଶ ଆଡ଼େ ଚାହିଁଲା। ସମୀର ଦେଖିଲା ଯେ ତା ହାତରେ ସେଇ ଟିଣ ବାକ୍ସଟି ଅଛି। ଗତକାଲି ଏହି ବାକ୍ସକୁ ଛାତିରେ ଚାପି ଧରି ବହୁତ ଦୁଃଖ ପ୍ରକାଶ କରୁଥିଲା। ଏଇ ବାକ୍ସରେ କ'ଣ ଅଛି? ହଠାତ୍ ଚାନ୍ଦିନୀ ଚମକି ପଡ଼ିଲା। ସେ ବାକ୍ସକୁ ଆହୁରି ଜୋରରେ ଛାତିରେ ଚାପି ଧରିଲା।
ତା ଆଖିରେ ଭୟ ଫେରି ଆସିଲା। ମୁଁ ଖରାପ କିଛି ପଚାରିଲି କି? ଦେଖ, ମୁଁ ତୋର କିଛି କ୍ଷତି କରିବାକୁ ଚାହେଁ ନାହିଁ, ମୁଁ କେବଳ ଜାଣିବାକୁ ଚାହେଁ। ବାସ୍, ଚାନ୍ଦିନୀ କହିଲା, ଏଇଟା ମୋର ମା। ସମୀର ଚକିତ ହୋଇଗଲା। ମା? ଏଇ ବାକ୍ସ ଭିତରେ? ଚାନ୍ଦିନୀ ଧୀରେ ଧୀରେ ବାକ୍ସ ଖୋଲିଲା। ସମୀର ଦେଖିଲା ବାକ୍ସ ଭିତରେ ଥିଲା କିଛି ଛବି। ପୁରୁଣା ହଳଦିଆ ପଡ଼ିଯାଇଥିବା ଏକ ଫଟୋ, କେଇ ଗୋଟି ଚିଠି, ଏକ ଛୋଟ ଝୁମକା, ଏକ ଚକୋଲେଟ, ଏକ ଲକେଟ। ମୋ ମା ମରିଗଲା ବେଳେ ଏସବୁ ମୋତେ ଦେଇଥିଲା। ମୁଁ ଛୋଟ ଥିଲି, ମୋତେ କିଛି ମନେ ନାହିଁ, କେବଳ ଏଇ ଜିନିଷ ଗୁଡ଼ିକ ମୋର ମନେ ଅଛି। ସମୀର ଫଟୋ ଗୁଡ଼ିକୁ ଦେଖିଲା। ସେଥିରେ ଜଣେ ସୁନ୍ଦରୀ ମହିଳା ଚାନ୍ଦିନୀ ଭଳି ଦେଖାଯାଉଥିବା, ତା ପାଖରେ ଜଣେ ପୁରୁଷ, ତାଙ୍କ ମୁହଁ ସ୍ପଷ୍ଟ, କାରଣ ଫଟୋ ଗୁଡ଼ିକ ଧୀରେ ଧୀରେ ନଷ୍ଟ ହେବାକୁ ଲାଗିଥିଲା। ଆଉ କିଛି ଫଟୋ ଥିଲା, ଏକ ବଡ଼ ଘର ଭିତରେ ସବୁଜ ବଗିଚା, ଝୁଲା ଏବଂ ଫର୍ଣ୍ଣିଚର। ତୋର ବାପା? ମୁଁ ଜାଣେ ନାହିଁ। ମା କେବେ କହିଲା ନାହିଁ। ମରିବା ପୂର୍ବରୁ କହିଲା, ଏଇ ଲକେଟ ଭିତରେ ତୋର ସତ୍ୟ ଲୁଚା ଅଛି, କେବେ ଖୋଲିବୁ ନାହିଁ। ଯେତେବେଳେ ତୁ ସତ୍ୟ ଜାଣିବାକୁ ପ୍ରସ୍ତୁତ ହେବୁ ସେତେବେଳେ ଖୋଲିବୁ, ମା ମୋତେ କହିଥିଲା। ସମୀର ଲକେଟକୁ ଦେଖିଲା। ସୁନାର ଛୋଟ ଲକେଟ, ତା ଉପରେ ଖୋଦେଇ କରାଯାଇଥିବା ଦୁଇଟି ଅକ୍ଷର ଅ ଏବଂ ଚ। ବାସ୍, ତୁ ଖୋଲିଛୁ କେବେ? ଚାନ୍ଦିନୀ କହିଲା, ନାଇଁ, ମୁଁ ଡରେ, କେଜାଣି କଣ ବାହାରିବ। ମା କହିଥିଲା ଏଇ ସତ୍ୟ ମୋ ଜୀବନକୁ ବଦଳାଇ ଦେବ। ମୁଁ ଏବେ ଏଇ ଜୀବନରେ ଅଭ୍ୟସ୍ତ, ଭିକ ମାଗି ଖାଏ, କିଛି କଷ୍ଟ ନାହିଁ। ସମୀର ତା କଥାରେ ଥିବା ବ୍ୟଥା ଅନୁଭବ କରିପାରିଲା। ବାସ୍, ଏଇ ଛୋଟ ଝିଅଟିର ନିଜର ଅତୀତକୁ ଭୟ କରୁଥିଲା, ନିଜ ପରିଚୟକୁ ଭୟ କରୁଥିଲା। ତୁ ଏଠି କେମିତି ଆସିଲୁ? କାହା ସହ ରହୁ? ସମୀର ପଚାରିଲା। ମା ମରିବା ପରେ ମୁଁ ଏକୁଟିଆ, କିଛି ଦିନ ହେବ ଅନ୍ୟ ଭିକାରୀ ସହିତ ରହୁଥିଲି, ତାପରେ ଏଠି ମନ୍ଦିର ପାଖରେ ଠାକୁରଙ୍କୁ ଦେଖୁଛି, କିଛି ହେବ ନାହିଁ, ଏମିତି ଚାଲି ଯାଉଛି। ସମୀର ଆକାଶ ଆଡ଼େ ଚାହିଁଲା। ସୂର୍ଯ୍ୟ ପ୍ରାୟ ଅସ୍ତ ହେବାକୁ ବସିଲାଣି। ମନ୍ଦିର ସନ୍ଧ୍ୟା ଆରତି ଆରମ୍ଭ ହେଲା। ଘଣ୍ଟ ବାଜିବ, ଶଙ୍ଖ ଫୁଙ୍କାଯିବ, ଭକ୍ତମାନେ ଭିଡ଼ କରିବେ। ଆଉ ଏଇ ଝିଅଟି ବସିଥିବ ପଥର ଉପରେ ନିଜର ଅତୀତକୁ କୋଳେଇ ଧରି। ମୁଁ ତତେ ସାହାଯ୍ୟ କରିପାରେ। ଚାନ୍ଦିନୀ ତାକୁ ଦେଖିଲା। ତା ଆଖିରେ ପ୍ରଥମ ଥର ପାଇଁ ଆଶାର କିରଣ ଦେଖାଗଲା, କିନ୍ତୁ ସଙ୍ଗେ ସଙ୍ଗେ ତାର ଲିଭିଗଲା। ସମସ୍ତେ ଏମିତି କୁହନ୍ତି କିନ୍ତୁ ଚାଲିଯାଆନ୍ତି, କାରଣ ଚାନ୍ଦିନୀକୁ ବହୁତ ଲୋକ କିଛି କହିଛନ୍ତି। ମୁଁ ଏକୁଟିଆ ହୋଇଯାଏ। ସମୀର ଅନୁଭବ କଲା ଯେ ଏଇ କଥାଟି ତା ହୃଦୟକୁ ବିନ୍ଧିଲା। ସେ ନିଜେ ଜଣେ ଅନାଥ, ବାପା ମାକୁ ଛୋଟ ବେଳୁ ହରାଇଥିଲା, ତେଣୁ ସେ ଜାଣେ ଏକୁଟିଆପଣ କଣ। ମୁଁ ଚାଲିଯିବି ନାହିଁ, ମୁଁ ତୋ ସହିତ ରହିବି। ଯେତେ ଦିନ ତତେ ଦରକାର ମତେ କହିବୁ, ଯାହା ଦରକାର ତୁ କହିବୁ। ଚାନ୍ଦିନୀ ତାକୁ ଦେଖିଲା ଦୀର୍ଘକ୍ଷଣ, ତାପରେ କହିଲା, ତୁମେ ଲକେଟ ଖୋଲିବାକୁ ଚାହୁଁଛ? ତୁ ଯଦି ଚାହୁଁ, ତୁ ଯଦି ପ୍ରସ୍ତୁତ। ମୁଁ ପ୍ରସ୍ତୁତ ନୁହେଁ, କିନ୍ତୁ ମୁଁ ଜାଣିବାକୁ ଚାହେଁ ମୋ ବାପା କିଏ, ମୁଁ କିଏ। ସମୀର ତା ହାତ ଧରିଲା। ଚାନ୍ଦିନୀ କମ୍ପିଗଲା। ବହୁତ ଦିନ ପରେ କେହି ତା ହାତ ଧରିଥିଲା, ସ୍ନେହରେ, ଦୟାରେ ଏବଂ ବନ୍ଧୁତାରେ। ଚାନ୍ଦିନୀ ଟୋଟାଲ ଡରିଲା ନାହିଁ। ସେଇ ସମୟରେ କହିଲା, ଆସ ସେ ଲକେଟକୁ ଖୋଲିବା, ଯାହା ଥାଉ ଆମେ ମିଶିକି ସାମ୍ନା କରିବା। ସେଦିନ ସନ୍ଧ୍ୟାରେ ମନ୍ଦିର ପାଖରେ ଏକ ଛୋଟ ଚାହା ଦୋକାନରେ ବସିଲେ ଦୁହେଁ। ଚାରିଆଡେ ଲୋକଙ୍କର ଭିଡ଼। ଚାହା ଦୋକାନୀ ବ୍ୟସ୍ତ, କିନ୍ତୁ ଦୁଇ ଜଣଙ୍କ ମନରେ ଥିଲା କେବଳ ଗୋଟିଏ ଚିନ୍ତା, ଲକେଟ। ଚାନ୍ଦିନୀ ଧୀରେ ଧୀରେ ଲକେଟ ବାହାରି କଲା। ତା ହାତ ଥରୁଥିଲା। ସମୀର ତା ହାତ ନିଜ ହାତ ରଖି ଭରସା ଦେଲା, ଡର ନାହିଁ, ଯାହା ଥାଉ ସତ୍ୟ ସବୁବେଳେ ଭଲ। ଚାନ୍ଦିନୀ ଗଭୀର ନିଶ୍ୱାସ ନେଲା ଏବଂ ଲକେଟ ଖୋଲିଲା। ଭିତରେ ଥିଲା ଗୋଟିଏ ଛୋଟ କାଗଜ, ହଳଦିଆ ପଡ଼ିଯାଇଥିବା। ତା ଭିତରେ ଲେଖା ହୋଇଥିଲା କେଇଟା ଧାଡ଼ି। ଚାନ୍ଦିନୀ ପଢ଼ିଲା, ମୋ ଝିଅ ଚାନ୍ଦିନୀ, ଯଦି ତୁ ଏଇ ଲକେଟ ଖୋଲୁଛୁ, ତେବେ ତୁ ସତ୍ୟ ଜାଣିବାକୁ ପ୍ରସ୍ତୁତ। ମୁଁ ତୋ ପାଇଁ ଏଇ ଚିଠି ଲେଖୁଛି। ମୋ ମୃତ୍ୟୁ ପରେ ତୁ ଏକୁଟିଆ ହେବୁ, କିନ୍ତୁ ତୁ ଏକୁଟିଆ ନୁହେଁ। ତୋର ବାପା ଅଛନ୍ତି ଏବେ। ତୁ ଏଇ ସହରରେ ଅଛୁ। ତାଙ୍କ ନାଁ ଅଚ୍ୟୁତାନନ୍ଦ ପଟ୍ଟନାୟକ। ସେ ଜଣେ ଧନୀ ବ୍ୟକ୍ତି। ତାଙ୍କର ଏଇ ମନ୍ଦିର ପାଖରେ ଏକ ବଡ଼ କମ୍ପାନୀ ଅଛି। ମୁଁ
ତାଙ୍କୁ ଚିହ୍ନେ, ସେ ତତେ ଚିହ୍ନନ୍ତି ନାହିଁ, କିନ୍ତୁ ତାଙ୍କ ପାଖକୁ ଗଲେ ସେ ତତେ ଚିହ୍ନିବେ। ତାର ପ୍ରମାଣ ଅଛି ତୋ ପାଖରେ। ଏଇ ଚିଠି ଗୋଟିଏ ଫଟୋ ଅଛି ତୋ ବାପାଙ୍କ ସହ ମୋର। ସେ ଫଟୋ ଦେଖାଇଲେ ସେ ବିଶ୍ୱାସ କରିବେ, କିନ୍ତୁ ସାବଧାନ, ତାଙ୍କର ପରିବାର ଅଛି, ସ୍ତ୍ରୀ, ପୁଅ, ଝିଅ। ସେ ତତେ ଗ୍ରହଣ କରିବେ କି ନାହିଁ ମୁଁ ଜାଣିନି, ତୋର ନିଷ୍ପତ୍ତି। ମୁଁ ତତେ ବହୁତ ଭଲ ପାଏ। ବାସ୍। ଚାନ୍ଦିନୀ ପଡ଼ିସାରି ଚୁପ୍ ରହିଲା। ତା ଆଖିରୁ ଲୁହ ଝରି ପଡ଼ିଲା। ସମୀର କିଛି କହିଲା ନାହିଁ। ସେ କେବଳ ତା କାନ୍ଧରେ ହାତ ରଖିଲା, କହିଲା, ବ୍ୟସ୍ତ ହୋ ନାହିଁ। ବାସ୍। ମୋର ବାପା ଅଛନ୍ତି, ସେ ଜୀବିତ ଅଛନ୍ତି, ଏଇଠି, ଏଇ ସହରରେ। ହଁ, କିନ୍ତୁ ଜାଣନ୍ତି ନାହିଁ ଯେ ମୁଁ ଅଛି। ସେ ମୋତେ ଚିହ୍ନନ୍ତି ନାହିଁ। ତୁ ତାଙ୍କ ପାଖକୁ ଯିବୁ? ବାସ୍। ଚାନ୍ଦିନୀ ଚୁପ୍ ରହିଲା। ତା ମନରେ ହଜାରେ ପ୍ରଶ୍ନ। ଯଦି ବାପା ତାକୁ ଗ୍ରହଣ ନ କରନ୍ତି, ଯଦି ତାଙ୍କ ସ୍ତ୍ରୀ ରାଗି ଯାଆନ୍ତି, ସମାଜ କ'ଣ କହିବ? ଆଉ ଯଦି ବାପା ତାକୁ ଗ୍ରହଣ କରନ୍ତି, ତେବେ ସେ କେମିତି ଜୀବନଯାପନ କରିବେ ଏକ ଧନୀ ପରିବାରରେ, ଯେଉଁଠି ତାର ବାହାର ଲୋକ ଭଳି ସମସ୍ତେ, କେହି ଜାଣିନି, କାହାକୁ ସେ ଚିହ୍ନିନି। ସେହି ସମୟରେ ଚାନ୍ଦିନୀ କହିଲା, ମୁଁ ଜାଣିନି, ମୁଁ ଡରୁଛି। ସମୀର କହିଲା, ଡରିବା ସ୍ୱାଭାବିକ, କିନ୍ତୁ ତୁ ଯଦି ନ ଯାଉ ତେବେ କେବେ ଜାଣିପାରିବୁ ନାହିଁ। ସତ୍ୟ ଜାଣିବା ପରେ ମଧ୍ୟ ତୁ ଚୁପ୍ ରହିବୁ। ଚାନ୍ଦିନୀ ଉତ୍ତର ଦେଲା ନାହିଁ। କେବଳ ଦୂରରେ ଥିବା ମନ୍ଦିର ଆଡ଼କୁ ଚାହିଁଲା। ମନ୍ଦିର ଶିଖରରେ ଥିବା ନିଶାନ ପବନରେ ଉଡୁଥିଲା, ଆଉ ଯେମିତି କହୁଥିଲା, ଯାହା ହେବାର ଥିବ ହେବ। ଅଚ୍ୟୁତାନନ୍ଦ ପଟ୍ଟନାୟକ, ଯିଏକି ଚାନ୍ଦିନୀର ବାପା ଥିଲେ ଧନୀ ବ୍ୟବସାୟୀ। ପରଦିନ ସକାଳୁ ସମୀର ଖୋଜି ଖୋଜି ଜାଣିଲା ଯେ ଅଚ୍ୟୁତାନନ୍ଦ ପଟ୍ଟନାୟକ ଘର କେଉଁଠି। ସେ ଥିଲେ ବଡ଼ ବ୍ୟବସାୟୀ। ତାଙ୍କର ନିର୍ମାଣ କମ୍ପାନୀ ଥିଲା। ସେ ରହୁଥିଲେ ମନ୍ଦିରଠାରୁ ପାଖାପାଖି 2 କିଲୋମିଟର ଦୂରରେ ଏକ ବଡ଼ ବଙ୍ଗଳାରେ। ସମୀର ଚାନ୍ଦିନୀକୁ ନେଇକି ସେ ବଙ୍ଗଳା ସାମ୍ନାରେ ଠିଆ ହେଲା। ବିରାଟ ଲୁହା ଗେଟ୍, 2 ପଥରର ସିଂହ, ଭିତରେ ସବୁଜ ବଗିଚା, ପାଣିର ଝରଣା, ଆଖରେ ସିକ୍ୟୁରିଟି ମଧ୍ୟ ଜଗିଥିଲା। ଚାନ୍ଦିନୀ ଏମିତି ଘର କେବେ ବି ଦେଖିନଥିଲା। ସେ ଭୟରେ ସମୀର ହାତ ଚାପି ଧରିଲା। ସମୀର କହିଲା, ଡର ନାହିଁ, ମୁଁ ତୋ ସହ ଅଛି। ଗେଟ୍ ପାଖରେ ଥିବା ସିକ୍ୟୁରିଟି ଗାର୍ଡକୁ ସେମାନଙ୍କୁ ଅଟକାଇଲା। କାହାକୁ ଦେଖିବେ? ଅଚ୍ୟୁତାନନ୍ଦ ପଟ୍ଟନାୟକ ଖୋଜୁଛନ୍ତି କି? ଆପଏଣ୍ଟମେଣ୍ଟ ଅଛି? ସେହି ସମୟରେ କହିଲେ, ନାଇଁ ବାବୁ। କିନ୍ତୁ ଏକଥା ବହୁତ ଗୁରୁତ୍ୱପୂର୍ଣ୍ଣ ଯେ ଗାର୍ଡ ସନ୍ଦେହରେ ସେମାନଙ୍କୁ ଦେଖିଲା। ଜଣେ ସାଧାରଣ ଚାହଳ ପୋଷାକ ଆଉ ଜଣେ ମଇଳା ପୋଷାକ ପିନ୍ଧିଥିବା ଝିଅ। କିନ୍ତୁ ସମୀରର ଚେହେରାରେ ଥିବା ଦୃଢ଼ତା ଦେଖି ଭିତରକୁ ଫୋନ କଲା। କିଛି ସମୟ ପରେ ଜଣେ ଚାକର ଆସି ସେମାନଙ୍କ ଭିତରକୁ ନେଲା। ବଡ଼ ବଡ଼ କାଚ ଝରକା, ଦାମୀ ପରଦା, ଚିତ୍ରକଳା। ଚାନ୍ଦିନୀ ଆଖି ଲାଖିଗଲା। ସେ ହଠାତ୍ କାର୍ପେଟ ଉପରେ ଛିଡ଼ା ହୋଇଗଲା। ଅଚ୍ୟୁତାନନ୍ଦ ପଟ୍ଟନାୟକ ବସିଥିଲେ ନିଜ କାର୍ଯ୍ୟାଳୟରେ। 60 ବର୍ଷର ବୟସ, ଧଳା ଚୁଟି, ଚଷମା, ଗମ୍ଭୀର ଚେହେରା। ସେ ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ। ଆପଣ ମୋତେ ଦେଖିବାକୁ ଚାହୁଁଥିଲେ? ସମୀର ସାହସ କରି କହିଲା, ସାର୍, ଏଇ ଝିଅଟି ଆପଣଙ୍କୁ ଦେଖିବାକୁ ଚାହୁଁଥିଲା। ଏହାର ନାଁ ଚାନ୍ଦିନୀ। ବାସ୍। ଚାନ୍ଦିନୀ ହଠାତ୍ ଡରିଗଲା। ଅଚ୍ୟୁତାନନ୍ଦ ଚାନ୍ଦିନୀକୁ ଦେଖିଲେ। ତାଙ୍କ ଆଖିରେ କୌଣସି ଚିହ୍ନିବାର ଭାବ ନଥିଲା, କାରଣ ସେ ଜାଣିନାହାନ୍ତି ଚାନ୍ଦିନୀ ଜଣେ ମଇଳା ପୋଷାକ ପିନ୍ଧି ଆସିଛି। କେବଳ ସାଧାରଣ କୌତୂହଳ। କ'ଣ କାମ? ଚାନ୍ଦିନୀ ଥରୁଥିଲା। ସେ ଧୀରେ ଧୀରେ ନିଜ ହାତରୁ ଲକେଟ ବାହାରି କରି ତାଙ୍କୁ ବଢ଼ାଇଲା। ଫଟୋଟି ମଧ୍ୟ ଦେଖାଇଲା। ଅଚ୍ୟୁତାନନ୍ଦ ଫଟୋ ଦେଖିଲେ। ତାଙ୍କ ମୁହଁ ବଦଳିଗଲା। ଚଷମା ଉପରକୁ ଟେକି ସେ ଚାନ୍ଦିନୀକୁ ଧ୍ୟାନରେ ଦେଖିଲେ। ତାପରେ ଫଟୋଟିକୁ ଦେଖିଲେ। ଏଇ ଫଟୋ କୋଉଠୁ ପାଇଲୁ? ସେହି ସମୟରେ ଚାନ୍ଦିନୀ କହିଲା, ମୋ ମା ଦେଇଥିଲେ ମରିବା ପୂର୍ବରୁ। ତୋ ମା? ତୋ ମା ନାଁ କ'ଣ? ଚାନ୍ଦିନୀ କହିଲା, ସୁଜାତା। ଅଚ୍ୟୁତାନନ୍ଦ ହାତରୁ ଫଟୋ ଖସି ପଡ଼ିଲା। ସେ କମ୍ପି ଉଠିଲେ। ତାଙ୍କ ମୁହଁ ହଠାତ୍ ଲାଲ ପଡ଼ିଗଲା। ସେ ଧୀରେ ଧୀରେ ଚେୟାର ବସି ପଡ଼ିଲେ। ହଠାତ୍ ଆଶ୍ଚର୍ଯ୍ୟ ହୋଇଗଲେ। ସୁଜାତା? ସୁଜାତା ଏବେ କୋଉଠି? ସେ କେଉଁଠି? ଚାନ୍ଦିନୀ କହିଲା, ମରିଗଲେ 5 ବର୍ଷ ତଳେ। ନୀରବତା ହୋଇ କେବଳ ଘଡ଼ିର ଟିକ୍ ଟିକ୍ ଶବ୍ଦ ହେଉଥାଏ। ଅଚ୍ୟୁତାନନ୍ଦ ଆଖିରୁ ଲୁହ ଝରି ଆସିଲା। ସେ ଶୀଘ୍ର ଚଷମା ଖୋଲି ଆଖି ପୋଛିଲେ। ମୁଁ ଜାଣିନଥିଲି, ମୁଁ ଭାବୁଥିଲି ସେ ଠିକ୍ ଅଛି, କେଉଁଠି ସୁଖରେ ଅଛି। ଆପଣ ତାଙ୍କୁ ଚିହ୍ନନ୍ତି କି? ବାସ୍। ଚାନ୍ଦିନୀ ଗୋଟିଏ କଥା ପଚାରିଲା। ଅଚ୍ୟୁତାନନ୍ଦ ଦୀର୍ଘ ନିଶ୍ୱାସ ନେଲେ। ତାପରେ କହିଲେ, ସେ ମୋର ବହୁତ ପୁରୁଣା ବନ୍ଧୁ ଥିଲା। ଆମେ ଦୁହେଁ ବହୁତ ଭଲ ସାଙ୍ଗ ଥିଲୁ।
ସେ କଥା ଶେଷ କରିପାରିଲେ ନାହିଁ। ଚାନ୍ଦିନୀ ତାଙ୍କ ଆଡ଼େ ଚାହିଁ ରହିଲା। ତାଙ୍କ ଆଖିରେ ପ୍ରଶ୍ନ, ତୁମେ ମୋର ବାପା? ବାସ୍ ଏତିକି ଚାନ୍ଦିନୀ ପଚାରିଲା। ଅଚ୍ୟୁତାନନ୍ଦ ଧୀରେ ଧୀରେ କହିବାକୁ ଲାଗିଲେ। ତାଙ୍କ କଣ୍ଠସ୍ୱର ଭାରି ପଡ଼ିଲା, ଯେମିତିକି ବହୁ ବର୍ଷର ବୋଝ ଉତାରୁଛନ୍ତି। ବହୁ ବର୍ଷ ତଳର କଥା। ସେତେବେଳେ ମୁଁ ଯୁବକ ଥିଲି। ମୋର ବ୍ୟବସାୟ ଆରମ୍ଭ କରିବାର କିଛି ବର୍ଷ ହୋଇଥାନ୍ତା। ସୁଜାତା ଥିଲା ମୋର ଅଫିସରେ କାମ କରୁଥିବା ଏକ ଝିଅ, ବହୁତ ସୁନ୍ଦରୀ, ବହୁତ ଭଦ୍ର। ଆମେ ଧୀରେ ଧୀରେ ପ୍ରେମରେ ପଡ଼ିଲୁ। ଚାନ୍ଦିନୀ ଏକାଗ୍ର ହୋଇ ଶୁଣୁଥାଏ, କିନ୍ତୁ ଭୟ କରୁଥିଲି। ମୁଁ ଧନୀ ଥିଲି, ସେମାନେ କେବେ ମାନିବେ ନାହିଁ। ମୁଁ ସୁଜାତାକୁ ପ୍ରତିଶ୍ରୁତି ଦେଲି ଯେ କିଛି ଦିନ ଅପେକ୍ଷା କର, ମୁଁ ସବୁ ଠିକ୍ କରିଦେବି। ମୋର ସାହସ ହେଲା ନାହିଁ। ତା ଆଖିରେ ଅପରାଧ ବୋଧ। ପରିବାର ମୋ ସହିତ ବାହାଘର ଠିକ୍ କରିଦେଲେ, ଆଉ ଅନ୍ୟ ଏକ ଧନୀ ଶ୍ରେଣୀର ଝିଅ ସହିତ ବାହାଘର କରିଦେଲେ। ମୁଁ ବିରୋଧ କରୁଥିଲି, କିନ୍ତୁ ହେଇପାରିଲା ନାହିଁ। ବାପା ମା ମୋତେ କହିଲେ, ତୁ ବାହା ହବୁ ତ ଆକୁ। ମୁଁ ସୁଜାତାକୁ କହିଲି, ମୁଁ ପାରିବି ନାହିଁ। ସେ ମୋତେ କିଛି କହିଲା ନାହିଁ, କେବଳ ଚୁପଚାପ ଅଫିସ ଛାଡ଼ିଗଲା। ଆଉ ମୁଁ ତାକୁ ଆଉ କେବେ ଦେଖିଲି ନାହିଁ। ତେବେ ଆପଣ ଜାଣିନଥିଲେ କି ମୁଁ ଅଛି? ଚାନ୍ଦିନୀ ପଚାରିଲା। ନାଇଁ, ମୁଁ ଜାଣିନଥିଲି। ଯଦି ଜାଣିଥାନ୍ତି ମୁଁ କ'ଣ କରିପାରିଥାନ୍ତି, କହିପାରିଥାନ୍ତି କି? ବାସ୍। କିନ୍ତୁ ତୁ ଯେ ମୋର ଝିଅ, ଏଇଟା ବିଶ୍ୱାସ କରିପାରୁ ନାହିଁ। ଚାନ୍ଦିନୀ ନୀରବରେ ତାଙ୍କୁ ଦେଖିଲା। ତା ଆଖିରେ କ୍ରୋଧ ନଥିଲା, କେବଳ ଗଭୀର ଯନ୍ତ୍ରଣା ଥିଲା। ଆପଣ ଜାଣନ୍ତି ମୋ ମା କେମିତି ମରିଲା? କେମିତି ଭିକ ମାଗି ମରିଲା? ରାସ୍ତା କଡ଼ରେ। ତାଙ୍କୁ ଦଫା କରିବାକୁ ମୋର ପାଖରେ ଟଙ୍କା ନଥିଲା। କିଛି ଭିକାରୀ ମିଶି କବର ଦେଲେ। ଅଚ୍ୟୁତାନନ୍ଦ ମୁହଁରେ ହାତ ଦେଇ କାନ୍ଦିଲେ। ବୃଦ୍ଧ ଧନୀ ବ୍ୟବସାୟୀ, ସମାଜରେ ସମ୍ଭାବ୍ୟ ବ୍ୟକ୍ତି, ସେ ଏକ ଛୋଟ ପିଲା ଭଳି କାନ୍ଦୁଥିଲେ। ହଁ, ମୁଁ ଦୋଷୀ, ମୁଁ ବହୁତ ବଡ଼ ଦୋଷୀ। ସମୀର ସେସବୁ ଦେଖି ଚୁପ୍ ରହୁଥିଲା। ଏହି ପରିବାରର ରହସ୍ୟ, ଲୁଚା ସତ୍ୟ। ହଠାତ୍ ସାଙ୍ଗେ ସାଙ୍ଗେ ଚାନ୍ଦିନୀ ମଧ୍ୟ ଶୁଣିଲା। ସମସ୍ତେ ଶୁଣିକି ଆଶ୍ଚର୍ଯ୍ୟ ହେଉଥିଲେ। ଆଉ ସେହି ସମୟରେ କେହି କିଛି ବୁଝିପାରୁନଥିଲେ ଅଚ୍ୟୁତାନନ୍ଦ କଥା, କାରଣ ସେ ବହୁତ କାନ୍ଦୁଥିଲେ। ଏତେ ବର୍ଷ ପରେ ପ୍ରକାଶ ପାଇଲା ଯେ ତୁ କ'ଣ ଚାହୁଁ ମୋ ପାଖରୁ? ଅଚ୍ୟୁତାନନ୍ଦ ପଚାରିଲେ ଚାନ୍ଦିନୀକି। ଚାନ୍ଦିନୀ ତାଙ୍କ ଆଡ଼େ ଚାହିଁଲା, ତାପରେ କହିଲା, ମୁଁ କିଛି ଚାହେଁ ନାହିଁ। ମୁଁ କେବଳ ଜାଣିବାକୁ ଚାହୁଁଥିଲି ମୋ ବାପା କିଏ। ମୁଁ ଜାଣିଲି, ବାସ୍, ମୁଁ ଚାଲିଯାଏ। ନାଇଁ, ଅପେକ୍ଷା କର। ଏମିତି ଅଚ୍ୟୁତାନନ୍ଦ କହି ଛିଡ଼ା ହୋଇଗଲେ। ତୁ ମୋ ଝିଅ, ମୁଁ ତତେ ଏମିତି ଯିବାକୁ ଦେଇପାରିବି ନାହିଁ। ତେବେ ଆପଣ କ'ଣ କରିବେ? ମୋତେ ଏଠି ରଖିବେ? ଚାନ୍ଦିନୀ ପଚାରିଲା। ଆପଣଙ୍କ ସ୍ତ୍ରୀ, ପିଲାମାନେ କ'ଣ କହିବେ? ସମାଜ କ'ଣ କହିବ? ଆପଣ ତ ବହୁତ ଭୟ କରନ୍ତି ସମାଜକୁ, ପରିବାରକୁ। କଥାଟା ଛୁରୀ ପଡ଼ି ଲାଗିଲା ଅଚ୍ୟୁତାନନ୍ଦକୁ। ସେ ଚୁପ୍ ରହିଲେ। ମୁଁ ଚାଲିଯାଏ। ମୋର ସେଇ ପଥର ଉପରେ ବସିବା ଭଲ। ସେଇଠି ମୋତେ କେହି ପ୍ରଶ୍ନ କରନ୍ତି ନାହିଁ, ତୁ କିଏ, ତୋର ବାପା କିଏ? ସେ ଫେରିଗଲା। ସମୀର ତା ପଛେ ପଛେ ଗଲା। ଅଚ୍ୟୁତାନନ୍ଦ ସେଇଠି ଛିଡ଼ା ହୋଇ ରହିଲେ, ସ୍ତବ୍ଧ ହୋଇକି। କିନ୍ତୁ ଏଇଟା ସେଇଠି ଶେଷ ହେଲା ନାହିଁ। ଅଚ୍ୟୁତାନନ୍ଦ ପୁଅ ଆକାଶ, ଯିଏକି ବାହାରୁ ଫେରୁଥିଲା, ସେ ଦେଖିଲା ଚାନ୍ଦିନୀ ଏବଂ ସମୀରକୁ ବଙ୍ଗଳା ବାହାରୁ ଯାଉଥିବା। ସେ ଭିତରକୁ ଯାଇ ବାପାକୁ ପଚାରିଲା, ବାପା, ସେମାନେ କିଏ? ଅଚ୍ୟୁତାନନ୍ଦ କିଛି କହିଲେ ନାହିଁ। ମୁଁ ଦେଖିଲି ସେମାନଙ୍କୁ କାନ୍ଦୁଥିଲେ। କ'ଣ ହୋଇଛି? ସେହି ସମୟରେ କହିଲେ, କିଛି ହୋଇନାହିଁ। ବାପା, କ'ଣ ହେଇଛି ମୋତେ କୁହ। ବାସ୍, ଆକାଶ ଏତିକି କଥା କହିଲା। ଅଚ୍ୟୁତାନନ୍ଦ ମଧ୍ୟ କିଛି କହିଲେ ନାହିଁ। ବାସ୍, ଗୋଟିଏ ସ୍ତବ୍ଧ ହୋଇକି ରହିଥିଲେ। ବହୁତ ମନ ଦୁଃଖ କରୁଥିଲେ। ଆଉ ଏମିତି ଚାହୁଁ ଚାହୁଁ, ମୋତେ ତ ସତ କୁହ। ଅଚ୍ୟୁତାନନ୍ଦ ଦୀର୍ଘ ନିଶ୍ୱାସ ନେଲେ। ସବୁ ସତ କଥା କହିଲେ। ଆକାଶ ଶୁଣି ସ୍ତବ୍ଧ। ତାପରେ ସେ କହିଲା, ତେବେ ମୋର ଏକ ଭଉଣୀ ଅଛି। ଏତେ ବର୍ଷ ଧରି ଆମେ ଜାଣିନଥିଲୁ। ମୁଁ ନିଜେ ଜାଣିନଥିଲି, କିନ୍ତୁ ତାକୁ ତୁମେ ଏମିତି ଚାଲିଯିବାକୁ ଦେଲ। ସେ କେଉଁଠି ରୁହେ, କ'ଣ ଖାଏ? ସେହି ସମୟରେ ଅଚ୍ୟୁତାନନ୍ଦ କହିଲେ, ମୁଁ ଜାଣିନି ବାବା। ଆକାଶ ବାହାରକୁ ଦୌଡ଼ିଲା। ସେ ଖୋଜିବାକୁ ଲାଗିଲା ଚାନ୍ଦିନୀକୁ। ବହୁତ ଖୋଜାଖୋଜି ପରେ ମନ୍ଦିର ପାଖରେ ପାଇଲା। ଚାନ୍ଦିନୀ ସେଇଠି ବସିଥିଲା, ପଥର ଉପରେ ଭିକ ମାଗୁଥିଲା। ଆକାଶ ଦୌଡ଼ି ଯାଇ ତା ସାମ୍ନାରେ ଛିଡ଼ା ହୋଇଗଲା। ଚାନ୍ଦିନୀ ତାକୁ ଦେଖି ଚିହ୍ନି ପାରିଲା ନାହିଁ, କାରଣ ସେ ଜାଣିନି। ତୁ ଚାନ୍ଦିନୀ, ତୁ ଚାନ୍ଦିନୀ? ବାସ୍, ଚାନ୍ଦିନୀ କହିଲା, ହଁ, ମୁଁ ଆକାଶ, ତୋର ସାବତ ଭାଇ। ଚାନ୍ଦିନୀ ଚମକି ପଡ଼ିଲା। ସେ ଉଠିବାକୁ ଚେଷ୍ଟା କଲା, କିନ୍ତୁ ପାରିଲା ନାହିଁ। ଆକାଶ ତା ହାତ ଧରି ଉଠାଇଲା। ତୁ ଏଠି କ'ଣ କରୁଛୁ? ତୋର ଏଇ କ'ଣ ପୋଷାକ? ମୁଁ ଏଇଠି ରୁହେ, ଏଠି, ଏଇ ରାସ୍ତାରେ ରୁହେ। ବାସ୍, ଏତିକି କହିଲା ଚାନ୍ଦିନୀ। ଆକାଶ ଆଖିରେ ଲୁହ ଆସିଗଲା। ସେ ତାକୁ ଜୋରରେ ଆଲିଙ୍ଗନ କଲା। ଚାନ୍ଦିନୀ ପ୍ରଥମେ କିଛି ବୁଝିପାରିଲା ନାହିଁ, ତାପରେ ମଧ୍ୟ କାନ୍ଦିଲା। ଚାଲ, ଆମ ଘରକୁ ଚାଲ।
ଚାଲ ଆମ ଘରକୁ ରହିବୁ। ନାଇଁ ମୁଁ ଯିବି ନାହିଁ। ତୁମ ମା ତୁମ ପରିବାର ସେଇଠି ମୋର ଅଜଣା। ତୁ ଅଜଣା ନୁହେଁ, ତୁ ମୋର ଭଉଣୀ। ମୁଁ ତତେ ଏଇଠି ରଖିପାରିବି ନାହିଁ। ସେହି ସମୟରେ ସମୀର ସେଠି ଆସି ପହଞ୍ଚିଲା। ଆଉ ସେ ଆକାଶକୁ ଦେଖି କ୍ଷଣ ଚୁପ୍ ରହିଲା। ତୁମେ ସମୀର? ମୁଁ ଆକାଶ। ମୋ ବାପା ସବୁ କହିଛନ୍ତି ତୁମେ ଚାନ୍ଦିନୀକୁ ଏଇଠି ଆଣିଥିଲ। ହଁ, ବାସ୍ ତୁମେ ଭଲ କାମ କରିଛ, ଧନ୍ୟବାଦ। ବାସ୍ ଏତିକି ଆକାଶ କହିଲେ। ଆକାଶ ଚାନ୍ଦିନୀକୁ ନେବା ପାଇଁ ଚେଷ୍ଟା କଲା, କିନ୍ତୁ ଚାନ୍ଦିନୀ ରାଜି ହେଲା ନାହିଁ। ସେ ଭୟ କରୁଥିଲା ଅଚ୍ୟୁତାନନ୍ଦ ସ୍ତ୍ରୀକୁ, ଆକାଶର ମାକୁ। ତାକୁ ସେମିତି ଦେଖିବେ ନା ସମାଜରେ କଣ କହିବେ? ଏ ଜୀବନରେ ଅଭ୍ୟସ୍ତ ଏକ ଦୁଃଖର ଅଭ୍ୟସ୍ତ। କିନ୍ତୁ ଆକାଶ ହାରିଲା ନାହିଁ। ସେ ବାପାଙ୍କୁ ଫୋନ କଲା। ଅଚ୍ୟୁତାନନ୍ଦ ଆସିଲେ। ସେ ଚାନ୍ଦିନୀ ସାମ୍ନାରେ ଠିଆ ହୋଇଗଲେ। ମୁଁ ଜାଣେ ମୁଁ ବହୁତ ଭୁଲ କରିଛି, ତତେ ଏତେ ବର୍ଷ ଦୁଃଖ ଦେଇଛି, କିନ୍ତୁ ମତେ ଗୋଟେ ସୁଯୋଗ ଦେ ରେ ମା, ସବୁ ଠିକ ହୋଇଯିବ। ଚାନ୍ଦିନୀ ତାକୁ ଦେଖିଲା। ଏଇ ବୃଦ୍ଧ ଧନୀ ବ୍ୟକ୍ତି ତା ସାମ୍ନାରେ ଛିଡା ହୋଇ କାନ୍ଦୁଥିଲା, ଆଉ ତାର ହୃଦୟ ତରଳିଗଲା। ମୁଁ ମୁଁ ଚେଷ୍ଟା କରିପାରେ। ବାସ୍ ଚାନ୍ଦିନୀ ବଡ଼ ବଙ୍ଗଳାରେ ରହିବା ପାଇଁ ଆରମ୍ଭ କଲା। ସମୀର ଚୁପଚାପ ଗଲା ପରେ। ଚାନ୍ଦିନୀ ଯଦି ଚାହୁଁଛି ତାହେଲେ ସମୀର ଆଉ କଣ ବା କରିବ? ତାକୁ ଏକ ସୁନ୍ଦର ରୁମ୍ ଦିଆଗଲା, ନୂଆ ପୋଷାକ, ନୂଆ ଜୀବନ। କିନ୍ତୁ ତା ମନରେ ଥିଲା ପୁରୁଣା କ୍ଷତ। ଅଚ୍ୟୁତାନନ୍ଦ ସ୍ତ୍ରୀ ମଞ୍ଜୁଳା ପ୍ରଥମେ ବିରୋଧ କଲେ। ଏହି ଝିଅ ଥିଲା ତାଙ୍କ ସ୍ୱାମୀ ପାପର ପ୍ରତୀକ। କିନ୍ତୁ ଧୀରେ ଧୀରେ ଚାନ୍ଦିନୀର ସାଧୁତା, ତାର ସରଳତା ହୃଦୟ ଜିତି ନେଲା। ଗୋଟିଏ ରାତିରେ ମଞ୍ଜୁଳା ଚାନ୍ଦିନୀକୁ ରୁମକୁ ଡାକିଲେ। ଚାନ୍ଦିନୀ ଶୋଇ ନଥିଲା। ସେ ଝରକା ବାହାରେ ତାରାକୁ ଚାହିଁ ରହିଥିଲା। ଶୋଇ ନାହିଁ? ସେହି ସମୟ ଚାନ୍ଦିନୀ କହିଲା, ନା ମୁଁ ଶୋଇନି। ମଞ୍ଜୁଳା ତା ପାଖରେ ବସିଲେ। ମୁଁ ଜାଣେ ତୋ ପାଇଁ ଏଇଟା ସହଜ ନୁହେଁ, ମୋ ପାଇଁ ମଧ୍ୟ ଏଇଟା ସହଜ ନୁହେଁ। ମୁଁ ବୁଝିପାରୁଛି ତୋର ବାପା ସେ କେତେ ବଡ଼ ଭୁଲ କରିଛନ୍ତି, ବହୁତ ବଡ଼ ଭୁଲ। କିନ୍ତୁ ସେ ତତେ ଭଲ ପାଆନ୍ତି, ବହୁତ ଦେଖିପାରୁଛି। ଚାନ୍ଦିନୀ ଚୁପ୍ ରହିଲା। ମୁଁ ଜାଣେ ମୁଁ ତୋର ମା ହୋଇପାରିବି ନାହିଁ, କିନ୍ତୁ ମୁଁ ତୋର ଗୋଟେ ଭଲ ବନ୍ଧୁ ହୋଇପାରେ, ଯଦି ତୁ ଚାହଁ। ଏମିତି କହିଲା। ଚାନ୍ଦିନୀ ହଠାତ୍ ଆଶ୍ଚର୍ଯ୍ୟ ହୋଇଗଲା। ଏତେ ଭଲ କଥାବାର୍ତ୍ତା କେମିତି କରୁଛନ୍ତି? ଚାନ୍ଦିନୀ ତାଙ୍କ ଆଡ଼େ ଚାହିଁଲା। ପ୍ରଥମ ଥର ପାଇଁ ତା ଆଖିରେ ଏକ ହାଲୁକା ହସ ଦେଖାଗଲା। ଧନ୍ୟବାଦ କହିଲା। କିନ୍ତୁ ସମସ୍ୟା ଥିଲା ଆକାଶକୁ ନେଇକି। ଆକାଶ ଚାନ୍ଦିନୀକୁ ବହୁତ ଭଲ ପାଉଥିଲା। ସେ ତା ସହିତ ସବୁବେଳେ କଥା ହେଉଥିଲା, ଆଉ ସେ ତାକୁ ନେଇ ବୁଲୁଥିଲା, ତା ପାଇଁ କି ଉପହାର ଆଣୁଥିଲା। ଧୀରେ ଧୀରେ ସେହି ସ୍ନେହରେ ଅନ୍ୟ କିଛିରେ ପରିଣତ ହେବା ପାଇଁ ଲାଗିଲା। ଆକାଶ ଚାନ୍ଦିନୀକୁ ଦେଖିଲା ଭଳି ଦେଖୁଥିଲା, ଯେମିତିକି ତା ଭଉଣୀ ନୁହେଁ, ଅନ୍ୟ କେହି। ଚାନ୍ଦିନୀ ଏଇଟା ଅନୁଭବ କଲା। ସେ ଦୂରେଇ ରହିବାକୁ ଚେଷ୍ଟା କଲା। ଆକାଶ ବୁଝିବାକୁ ଚାହୁଁନଥିଲା। କିନ୍ତୁ ଦିନେ ଆକାଶ ତାକୁ ଏକୁଟିଆ ପାଇ, ଚାନ୍ଦିନୀ, ମୁଁ ତତେ କିଛି କହିବାକୁ ଚାହୁଁଛି। ଚାନ୍ଦିନୀ କହିଲା, କଣ? ମୁଁ ଜାଣେ ତୁ ମୋ ଭଉଣୀ, କିନ୍ତୁ ମୁଁ ତତେ ବହୁତ ଭଲ ପାଏ, ସାଧାରଣ ଭଉଣୀ ଭଳି ନୁହେଁ। ଚାନ୍ଦିନୀ ସ୍ତବ୍ଧ ହୋଇଗଲା। ଆକାଶ, ତୁ କଣ କହୁଛୁ? ଆମେ ସାବତ ଭାଇ ଭଉଣୀ। ଆମ ଭିତରେ କିଛି ଏମିତି ହୋଇପାରିବ ନାହିଁ। କାହିଁକି ହୋଇପାରିବ ନାହିଁ? ମୁଁ ମୋ ବାପାଙ୍କ ଝିଅ, କିନ୍ତୁ ତୁ ତୋ ମାଙ୍କ ଝିଅ, ତୁ ମୋ ମାଙ୍କ ଝିଅ ନୁହେଁ ନା। ବାସ୍ ଆମ ଭିତରେ ରକ୍ତର ସମ୍ପର୍କ ନାହିଁ, କିନ୍ତୁ ସମାଜ ଆମ ପାଇଁ କଣ କରିଛି? ସମାଜ ତତେ ରାସ୍ତାରେ ଭିକ ମାଗିବାକୁ ଛାଡ଼ିଦେଲା। ମୁଁ ସମାଜକୁ ଡରେ ନାହିଁ। ଚାନ୍ଦିନୀ ତା ଆଖିରୁ ଲୁହ ଦେଖିଲା। ସେଥିରେ ଥିଲା ପାଗଳାମୀ, ଏକ ନିଶା। ସେ ଜାଣିଥିଲା ଯେ ଏଇଟା ଭୁଲ। ତା ମନରେ କେଜାଣି ଦୋହଲି ଉଠିଲା। ଆକାଶ ଥିଲା ଭଲ, ସୁନ୍ଦର, ଯତ୍ନବାନ। ତା ଜୀବନରେ ପ୍ରଥମ ଥର ପାଇଁ କେହି ଏକ ଭଲ ପାଉଥିଲା। ନାଇଁ ଆକାଶ, ମୁଁ ଏଇଟା କରିପାରିବିନି। ମୁଁ ଯାଉଛି, ମୁଁ ଏ ଘରେ ରହିବିନି। ଏ ଦୌଡ଼ି ଦୌଡ଼ି ରୁମକୁ ଚାଲିଗଲା। ଆକାଶ ସେଇଠି ଛିଡ଼ା ହୋଇ ରହିଥିଲା। ତା ମୁହଁରେ ଥିଲା ଏକ ଅଜବ ହସ, ଯେମିତିକି କିଛି ଯୋଜନା କରୁଛି। ସେଇ ରାତିରେ ଚାନ୍ଦିନୀ ଶୋଇପାରିଲା ନାହିଁ। ତା ମନରେ ଆକାଶର କଥା ଘୁରି ବୁଲିଲା। ସେ ଜାଣିନଥିଲା ଏଇଟା ଭୁଲ, କିନ୍ତୁ ତା ହୃଦୟରେ କିଛି ଅଲଗା କହୁଥିଲା। ସକାଳୁ ଉଠି ଦେଖିଲା ଯେ ତା ରୁମ୍ ବାହାରେ ଏକ ଚିଠି ଅଛି। ତା ଉପରେ ଲେଖା ଥିଲା, ଚାନ୍ଦିନୀ। ଖୋଲି ପଡ଼ିଲା। ଚାନ୍ଦିନୀ, ମୁଁ ଜାଣେ ଗତକାଲି ମୁଁ ଭୁଲ କଥା କହିଲି, ମୋତେ କ୍ଷମା କରିଦେ। ମୁଁ ତତେ କେବଳ ଭଲ ପାଏ। ଯଦି ତୁ ରାଜି, ଆଜି ସନ୍ଧ୍ୟାରେ ମନ୍ଦିରରେ ଭେଟ ହେବା। ମୁଁ ବୁଝାଇ କହିବି। ଚାନ୍ଦିନୀ ଦ୍ୱନ୍ଦ୍ୱରେ ପଡ଼ିଗଲା। ଯିବା ଉଚିତ କି ନାହିଁ ସେ ଭାବିଲା। ସେ କିଛି ଭୁଲ ହୋଇପାରେ ଯଦି ଯିବ। ସେ ସମୀରକୁ ମଧ୍ୟ କହିପାରୁନଥିଲା, କାରଣ ଘର ଭିତରେ ଥିଲା। ତେବେ ଆକାଶ କିଛି ବିପଦଜନକ କାମ କରିନି ତ? କିଛି ବିପଦଜନକ। ଶେଷରେ ସେ ଯିବାକୁ ସ୍ଥିର କଲା। ସେ ସମୀରକୁ ଫୋନ କଲା ମଧ୍ୟ ବାଧ୍ୟ ହୋଇକି। ସମୀର ଭାଇ, ମୋତେ ଆଜି ସନ୍ଧ୍ୟାରେ ମନ୍ଦିର ପାଖକୁ ଯିବାକୁ ପଡ଼ିବ, ତମେ ମୋ ସହ ଆସିବ? ସମୀର ପଚାରିଲା, କାହିଁକି, କଣ ହୋଇଛି? ଆକାଶ କିଛି ସମୟ ପାଇଁ ଚାହେଁ। ମୁଁ ଏକୁଟିଆ ଯିବାକୁ ଡରୁଛି। ଠିକ ଅଛି, ମୁଁ ଆସୁଛି, ସମୀର ବାସ୍ କହିଲା। ସନ୍ଧ୍ୟାରେ ସେମାନେ ଦୁହେଁ ମନ୍ଦିର ପାଖରେ ପହଞ୍ଚିଲେ। ଚାନ୍ଦିନୀ ଆକାଶକୁ ଖୋଜିଲା, କିନ୍ତୁ ଆକାଶ କୁଆଡ଼େ ନଥିଲା।
ଅନେକ ସମୟ ଅପେକ୍ଷା କଲା। ଶେଷରେ ସମୀର କହିଲା, ଚାଲ, ସେ ଆସୁନାହିଁ। ସେମାନେ ଫେରିବାକୁ ବାହାରିଲେ। ଏତିକିବେଳେ ହଠାତ୍ ଚାରିଆଡୁ କିଛି ଲୋକ ଆସି ସେମାନଙ୍କୁ ଘେରି ଗଲେ। ସେମାନଙ୍କ ହାତରେ ଲାଠି, ଗଳାରେ ଗାମୁଛା ଏବଂ ମୁହଁରେ ମଧ୍ୟ ମାସ୍କ ଥିଲା। ସେମାନେ ଚିତ୍କାର କଲେ, ଏଇଟା ସେ ଝିଅ, ଆମ ସମାଜର ମର୍ଯ୍ୟାଦା ନଷ୍ଟ କରୁଛି। ଚାନ୍ଦିନୀ ଭୟରେ ସମୀର ପଛରେ ଲୁଚିଗଲା। ସମୀର ପଚାରିଲା, ଆପଣ କିଏ? ଆପଣ କଣ ଚାହାନ୍ତି? ଆମେ ତ ଏଇ ସମାଜର ଲୋକ। ଏଇ ଝିଅ ଜଣେ ଭିକାରୀ। ସେ ଧନୀ ପରିବାରରେ ରହି ସେମାନଙ୍କ ପୁଅ ଭଲ ପାଇବାର ନାଟକ କରୁଛି। ଆମେ ଏଇଟା ସହିବୁ ନାହିଁ। ଏମିତି ମଧ୍ୟ ସେ ଗୁଣ୍ଡାଗୁରା କହିଲେ। ଚାନ୍ଦିନୀ ବୁଝିପାରିଲା ନାହିଁ, ଏଇଟା ଥିଲା ଆକାଶର ଷଡ଼ଯନ୍ତ୍ର, ଯୋଉଟା କି ଅଚ୍ୟୁତାନନ୍ଦଙ୍କ ପୁଅ। ସେ ତାକୁ ଏଇଠି ଡାକି ଦୃଶ୍ୟ ସୃଷ୍ଟି କରୁଛି, ଯାହାଫଳରେ ସମାଜକୁ ଘୃଣା କରିବ। ସେ ବାଧ୍ୟ ହୋଇକି ଆକାଶର ଶରଣାତ୍ପନ୍ନ କରିବ। ସେ ଆମେ ତାକୁ ଏଇ ସହରରେ ବାହାରି କରିଦେବୁ, ଏମିତି ମଧ୍ୟ କହିଲେ। ଲୋକମାନେ ଆଗକୁ ବଢିଲେ। ସମୀର ଚାନ୍ଦିନୀକୁ ଜୋରରେ ଦୌଡ଼ିକି ଧରିଲା। ସମୀର ସମୀର ମଧ୍ୟ ଚୁପଚାପ ଥାଏ। ଚାନ୍ଦିନୀ, ଡର ନାହିଁ, ମୁଁ ଅଛି। ଦୁଇ ଜଣ ଦୌଡ଼ି ଦୌଡ଼ି ଏକ ଗଳି ଭିତରକୁ ପଶିଗଲେ। ଅନ୍ଧାରେ ସେମାନେ ଲୁଚିଗଲେ। ଲୋକମାନେ ଖୋଜିଲେ କିନ୍ତୁ ପାଇଲେ ନାହିଁ। ରାତି ବଢିଲା। ସେମାନେ ଦୁହେଁ ଏକ ଗଳିରେ ବସିଲେ। ଚାନ୍ଦିନୀ କାନ୍ଦୁଥିଲା। ମୁଁ ଜାଣିନଥିଲି ଏଇଟା ଭୁଲ ଥିଲା। ମୁଁ କାହିଁକି ଏଠିକି ଆସିଲି? ସେଇ ସମୟରେ ସମୀର କହିଲା, ତୋର ଦୋଷ ନାହିଁ। ଆକାଶ ବହୁତ ବଡ ଷଡ଼ଯନ୍ତ୍ର କରିଛି। ଏବେ ମୁଁ କଣ କରିବି? ଫେରିଯିବି ସେଇ ଘରକୁ? ଯଦି ତୁ ଫେରିଯାଉ ସେମାନେ ତତେ ଛାଡ଼ିବେ ନାହିଁ। ଆକାଶ ଆଉ କିଛି କରିବ। ତେବେ ମୋ ସହିତ ଚାଲ, ମୁଁ ତତେ ସୁରକ୍ଷିତ ସ୍ଥାନକୁ ନେଇଯିବି। ସମୀର ଚାନ୍ଦିନୀକୁ ନେଇଗଲା ନିଜ ବନ୍ଧୁର ଘରକୁ। କି ସହର ବାହାରେ ରହୁଥିଲା। ସେଇଠି ରହିଲା ଚାନ୍ଦିନୀ କିଛି ଦିନ ପାଇଁ। ସେପଟେ ସମସ୍ତେ ଖୋଜିଲେ ଚାନ୍ଦିନୀକୁ। ଚାନ୍ଦିନୀ କୁଆଡେ ଗଲା? ଚାନ୍ଦିନୀ ହଠାତ୍ ଉଭାନ। ସେ ବ୍ୟସ୍ତ ହୋଇଗଲେ। ଆକାଶକୁ ପଚାରିଲେ, ଚାନ୍ଦିନୀ କୁଆଡେ? ସେହି ସମୟରେ ଆକାଶ କହିଲା, ମୁଁ ଜାଣିନାହିଁ, ବୋଧହୁଏ ସେ ନିଜେ କୁଆଡେ ଚାଲିଯାଇଛି। ତାର ଏଇଠି ରହିବା ସହଜ ନଥିଲା। ମିଛ କହୁଛୁ, ତୋ ଚେହେରାରୁ ଦେଖିପାରୁଛି ତୁ ସତ ଲୁଚଉଛୁ। ଆକାଶ, କହ, କଣ ହୋଇଛି? ସେହି ସମୟରେ ସମୀର ଆସି ପହଞ୍ଚିଲା। ତା ପାଖରେ ଏକ ରେକର୍ଡିଂ ଥିଲା। ସେଇ ରାତିର କଥା, ଯେତେବେଳେ ଆକାଶ ଚାନ୍ଦିନୀକୁ ଚିଠି ଲେଖିଥିଲା। ଆକାଶର ସ୍ୱର ସ୍ପଷ୍ଟ ଶୁଭୁଥିଲା, ଚାନ୍ଦିନୀ, ମୁଁ ତତେ ଭଲ ପାଏ। ମନ୍ଦିର ପାଖରେ ଭେଟା ହେବା। ଅଚ୍ୟୁତାନନ୍ଦ ଶୁଣି ସ୍ତବ୍ଧ ହୋଇଗଲେ। ତାଙ୍କ ପୁଅ, ତାଙ୍କରି ବଂଶ ଏମିତି କାମ କରିପାରେ? ଆକାଶ, ଏଇଟା ସତ କଥା? ଆକାଶ କିଛି କହିଲା ନାହିଁ। ତୁ ତୋର ଭଉଣୀ ସହିତ ଏମିତି କରିପାରୁଛୁ? ତାକୁ ଫସାଇବା ପାଇଁ ଏଡ ବଡ ଷଡ଼ଯନ୍ତ୍ର କରିପାରୁ? ସେ ମୋର ଭଉଣୀ ନୁହେଁ। ସେ ମୋ ମା ସହିତ ସମ୍ପର୍କ ନାହିଁ। ବାସ୍, ଆକାଶ କହିଲା ରାଗିକି। କିନ୍ତୁ ସେ ମୋ ଝିଅ। ବାସ୍, ତୋ ବାପାଙ୍କ ଝିଅ। ଏତିକି କହିଲେ ଅଚ୍ୟୁତାନନ୍ଦ। ବାସ୍, ଏଇଟା ଅପରାଧୀ, ନୈତିକ ଦୃଷ୍ଟିରୁ, ସାମାଜିକ ଦୃଷ୍ଟିରୁ। ଏଇଟା କଣ ବୁଝିପାରୁନୁ? ଆକାଶ ଚୁପ୍ ରହିଲା। ଅଚ୍ୟୁତାନନ୍ଦ ଆଖିରେ ଲୁହ। ସେ ଚୁପ୍ ରହିଲେ। ମୁଁ ନିଜେ ମୋ ଜୀବନରେ ବଡ ଭୁଲ କରିଛି, କିନ୍ତୁ ମୋ ପୁଅ ଏମିତି କରିବ ମୁଁ କେବେ ବି ଭାବିନଥିଲି। ସେ ଚାନ୍ଦିନୀ ପାଖକୁ ଗଲେ। ଖୋଜାଖୋଜି କରି ପାଇଲେ ସମୀରଙ୍କ ବନ୍ଧୁ ଘରେ। ଚାନ୍ଦିନୀ ତାକୁ ଦେଖି କାନ୍ଦି ପକାଇଲା। ମୁଁ ଫେରିବି ନାହିଁ, ସେଠି ରହିପାରିବି ନାହିଁ। ମୁଁ ଜାଣେ ମୋ ପୁଅ ବହୁତ ଖରାପ କାମ କରିଛି। ମୁଁ ତାକୁ ସଜାଡ଼ିବି, କିନ୍ତୁ ଆମ ପରିବାର ତୁ ଅଂଶ। ତୁ ଫେରି ଆସ ମା, ଏମିତି କହିଲେ ଅଚ୍ୟୁତାନନ୍ଦ। ମୁଁ ଡରୁଛି, ମତେ ସୁରକ୍ଷା ଦେବି। ମତେ କିଏ ସୁରକ୍ଷା ଦେବ? ଆକାଶ ଘରୁ ବାହାରି କରିଦେବି। ତୁ ଆମ ସହର। ଚାନ୍ଦିନୀ ସମୀର ଆଡେ ଚାହିଁଲା। ସମୀର ମୁଣ୍ଡ ହଲାଇଲା, ଯାଅ, ଏଇଟା ତୋର ପରିବାର। ଚାନ୍ଦିନୀ ଫେରିଲା। ଆକାଶ ଘରୁ ବାହାରି କରିଦେଲା। ତେବେ ଅନ୍ୟ କେହି ସହରକୁ ଚାଲିଗଲା। ଚାନ୍ଦିନୀ ଧୀରେ ଧୀରେ ନୂଆ ଜୀବନ ମାନିଲା। ଆକାଶ ଅନ୍ୟ ଆଡେ ରହି ପାଠ ପଢିଲା। ବର୍ଷେ ପରେ ମନ୍ଦିର ସାମ୍ନାରେ ପୁଣି ଚାନ୍ଦିନୀ, କିନ୍ତୁ ଆଜି ଭିକ ମାଗୁ ନାହିଁ। ଆଜି ହାତରେ ଥିଲା ଫୁଲ, କିଛି ପୂଜା ଥାଳି, ଆଉ ସତକୁ ସତ ସମୀର ମଧ୍ୟ ଥିଲା। ଅଚ୍ୟୁତାନନ୍ଦ, ସମୀର, ମଞ୍ଜୁଳା। ସମୀର ଚାନ୍ଦିନୀର ବନ୍ଧୁ ନୁହେଁ, ଏବେ ତାର ସ୍ୱାମୀ ହେଇଯାଇଛି। ଚାନ୍ଦିନୀକୁ ବିବାହ କରିଛି। ଚାନ୍ଦିନୀ ଆଉ ଭିକାରୀ ଝିଅ ନୁହେଁ, ସେ ଜଣେ ଲେଖିକା ହେଇଯାଇଛି। ସେ ନିଜ ଜୀବନ କାହାଣୀ ଲେଖିଛି। ମନ୍ଦିର ସାମ୍ନାରେ ବସୁଥିବା ଭିକାରୀ ଝିଅର ଲୁଚା ସତ୍ୟ। ତାର ବହି ଲୋକପ୍ରିୟ ହୋଇଯାଇଛି। ଲୋକେ ଏବେ ତାକୁ ଚିହ୍ନୁଛନ୍ତି। କେହି ତାକୁ ଘୃଣା କରନ୍ତି ନାହିଁ, ଭୟ କରନ୍ତି ନାହିଁ, ବରଂ ସମ୍ମାନ ଦିଅନ୍ତି, କାରଣ ସେ ନିଜ କାହାଣୀ ନିଜେ ଲେଖିଛି। ମନ୍ଦିର ଭିତରେ ପୂଜା ଶେଷ ହେଲା। ଚାନ୍ଦିନୀ ବାହାରକୁ ଆସି ସେ ପଥର ଆଡେ ଚାହିଁଲା, ଯେଉଁଠି ବସିଥିଲା। ଏବେ ସେଇଠି କେହି ବସିନାହାନ୍ତି, ହୁଏତ ଅନ୍ୟ କେଉଁଠି ବସିଛନ୍ତି। ସମୀର ତା ହାତ ଧରିଲା। କଣ ଭାବୁଛୁ? ମୁଁ ଭାବୁଛି ଜୀବନ କେଡ଼େ ଅଦ୍ଭୁତ। ଏଇ ପଥର ଉପରେ ବସି ମୁଁ ଭାବୁଥିଲି ମୋ ଜୀବନ ଶେଷ ହୋଇଗଲା, ଆଉ ଆଜି ତୁମେ ଆସି ମୋର ସବୁ କିଛି ପୂରଣ କଲ। ସତରେ ମୁଁ ବହୁତ ଭାଗ୍ୟବାନ। ଆଉ ସତକୁ ସତ ସମୀର, ଚାନ୍ଦିନୀ ବହୁତ ଖୁସି ରହିଲେ। ଆକାଶ ମଧ୍ୟ ପାଠ ପଢା ସରି ଆସିଲା। ଆକାଶର ମଧ୍ୟ ବାହାଘର ହେଲା। ଏବେ ସମସ୍ତେ ମଧ୍ୟ ଭଲରେ ଭଲରେ ଚଳିଲେ। ବାସ୍, ଇଏ ଥିଲା ଚାନ୍ଦିନୀର ଗୋଟେ ଷ୍ଟୋରି, ଯିଏକି ଲେଖିକା ପାଲଟି ଯାଇଛି, ନିଜ କାହାଣୀ ନିଜେ ଲେଖିଛି।
जदि स्टोरीटी आपको भल लगे निश्चित लाइक करेंगे, चैनल नुआ थे सब्सक्राइब करेंगे। आपको जब यही टाइप स्टोरी अच्छे निश्चित कमेंट मध्यम जनइबे। पुरी एबे दीनबंधु राउत यही स्टोरीटी लिखिकी आमको शेयर कर गोटे धन्यवाद जनईदेवे। जय जगन्नाथ।